ସାର୍ ଆଜି ପବିତ୍ର ଜଗନ୍ନାଥଙ୍କ ରଥଯାତ୍ରା ସେ ଉପରେ କ'ଣ ସବୁ ବ୍ୟବସ୍ଥା ହେଉଛି କ'ଣ ତା ଉପରେ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମାନେ ଭଟିରେ ଆମର ଯେଉଁ ରଥଯାତ୍ରା ହେଉଛି ଏଇଟା ବରଗଡ଼ ବହୁତ ଫେମସ୍ ରଥଯାତ୍ରାଟା। ତ ସବୁ ବର୍ଷ ଭଳିଆ ଆମର ଏ ବର୍ଷ ବି ମାନେ ତା ପାଇଁ ସ୍ପେସିଫିକ୍ ଆରେଞ୍ଜମେଣ୍ଟ କରାହେଇଛି, ପୁଲିସ୍ ଆରେଞ୍ଜମେଣ୍ଟ କରାହେଇଛି। ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ଲୋକ ଯେମିତି ଠିକ୍ ହିସାବରେ ଦର୍ଶନ କରିପାରିବେ, ରଥ ଯେମିତି ଠିକ୍ ହିସାବରେ ଟଣା ହେଇପାରିବ, ଠାକୁରଙ୍କର ମାନେ ରଥାରୂଢ଼ ହେବାଠାରୁ ଆରମ୍ଭ କରିକି ମାଉସୀ ମା ପର୍ଯ୍ୟନ୍ତ ଯେଉଁ ମନ୍ଦିର ଏଠି ଯଦି ଯିବା ପର୍ଯ୍ୟନ୍ତ ଯାହା ବି ମାନେ ଆମର ମାନେ ପୁଲିସ୍ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯେତିକି ପ୍ରକାର ବ୍ୟବସ୍ଥା କରିବା କଥା ଆମେ କରିଛୁ। ତା ପାଇଁ ସ୍ପେସିଫିକ୍ ଆରେଞ୍ଜମେଣ୍ଟ କରାହେଇଛି ଏବଂ ଆମର ଆରେଞ୍ଜମେଣ୍ଟ ହିସାବରେ ପାଖାପାଖି 4 ପ୍ଲାଟୁନ୍ ଫୋର୍ସ ଅଛନ୍ତି। 2 ଜଣ 3 ଜଣ ଆଡ଼ିସନାଲ୍ ଏସ୍ପି ନିଜେ ତଦାରଖ କରୁଛନ୍ତି। ଆଉ ଆମର ଡିଏସ୍ପି ର୍ୟାଙ୍କରେ କମ୍ ସେ କମ୍ 5 ଜଣ ଖଣ୍ଡେ ଅଫିସର ଅଛନ୍ତି। ଇନ୍ସପେକ୍ଟର, ଏଏସ୍ଆଇ, ସବ୍ ଇନ୍ସପେକ୍ଟର ଏମିତି ପାଖାପାଖି 30-35 ଲୋକ ଆମର ଅଫିସର ଅଛନ୍ତି। ତ ଆପଣମାନେ ଦେଖିଥିବେ ଏଇ ଯେଉଁ ଟାଇମ୍ରେ ଠାକୁରଙ୍କର ରଥଯାତ୍ରା ହେଲା ସେ ଟାଇମ୍ରେ ସମସ୍ତେ ମାନେ କେଉଁଭଳି ଭାବରେ ଶାନ୍ତି ଶୃଙ୍ଖଳା ମାନେ ରକ୍ଷା କରୁଥିଲେ ଏବଂ ଲୋକଙ୍କର ଯେମିତି କୌଣସି ପ୍ରକାର ଅସୁବିଧା ହେବ ନାହିଁ ତା ଉପରେ ସମସ୍ତେ ଧ୍ୟାନ ଦେଇଥିଲେ। 2 ନମ୍ବର ଜିନିଷ ହେଉଛି ଆପଣଙ୍କର ଟ୍ରାଫିକ୍ ବ୍ୟବସ୍ଥାକୁ ସେଇ ହିସାବରେ କରାହେଉଛି। ଆମେ ଯେଉଁ ରାସ୍ତାରେ ଠାକୁରଙ୍କର ରଥଟା ଯିବ ସେଇ ରାସ୍ତାକୁ ଠିକ୍ ହିସାବରେ ଆମେ ଲୋକ ଆମର ଦେଇକି ପୋଲିସ୍ ଷ୍ଟେସନାଲ୍ ଆମେ ଯୋଗାଇଛୁ ଏବଂ ବିଭିନ୍ନ ଜାଗାରେ ଡାଇଭର୍ସନ୍ ମଧ୍ୟ କରାହେଇଛି। ଯେମିତି ଟାଉନ୍ ଭିତରକୁ କୌଣସି ବଡ଼ ଗାଡ଼ି ଆସିବ ନାହିଁ, ହେଭି ଭେହିକିଲ୍ ଯେଉଁଟା ଯେମିତି ପଶିବନି ତା ବ୍ୟବସ୍ଥା କରାହେଇଛି ଏବଂ ମୋଟାମୋଟି ଭାବରେ ଆମେ ଆଶା କରୁଛୁ ରଥଯାତ୍ରାଟା ଠିକ୍ ହିସାବରେ ସାର୍ ଆଜି ପବିତ୍ର ରଥଯାତ୍ରା ଆପଣ ଆରମ୍ଭରୁ ସମସ୍ତ ମିଟିଂ ମଧ୍ୟ କରିଛନ୍ତି କ'ଣ ସବୁ ବ୍ୟବସ୍ଥା କରିଛନ୍ତି ଆଉ ଆଜି ରଥରେ କ'ଣ ସୁବିଧା ଅସୁବିଧା? ଦେଖନ୍ତୁ, ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାବନଙ୍କର ଆଜି ରଥଯାତ୍ରା। ଏହା ଉପଲକ୍ଷେ ପାଖାପାଖି 1.5 ମାସ ହେଲା ଆମେ ଗୋଟେ ପ୍ରସ୍ତୁତ ବୈଠକ ଆମେ ସବୁ କରି ଆସିଥିଲେ ଆଉ ପ୍ରସ୍ତୁତି ମୁତାବକ ଆଜି ଯେଉଁଟା ଯେତିକି ହେବା କଥା ସେତିକି ହେଇଛି। ଯେଉଁଟାକି ଆମେ ଏଥର ନୂତନ ଭାବରେ ସିସିଟିଭି ଯେଉଁଟା ବ୍ୟବସ୍ଥା ହେଇଛି ରଥର ଚତୁଃପାର୍ଶ୍ୱରେ ସିସିଟିଭି ବ୍ୟବସ୍ଥା ହେଇଛି। ତ ତତ୍ ସହିତ ବିଭିନ୍ନ ଛକ ଜାଗା ମାନଙ୍କରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଯେଉଁ ପ୍ରକାର ସ୍ନେଚିଂ ହେଉଥିଲା କିମ୍ବା ଅଦର ଇଲିଗାଲ ଆକ୍ଟିଭିଟି ଯେଉଁଟା ହେଉଥିଲା ତାକୁ ରୋକିବା ପାଇଁ ସିସିଟିଭିର ବ୍ୟବସ୍ଥା। ତତ୍ପରେ ପରେ ଯେଉଁ ଅଦର ଡିପାର୍ଟମେଣ୍ଟକୁ ଲାଇନ୍ ଡିପାର୍ଟମେଣ୍ଟକୁ ନେଇକି ଯେତିକି କାମ କରିବାର ଥିଲା ସେଇଟା ସମାପ୍ତ ହେଇଛି ଏବଂ ରଥଯାତ୍ରା ଆରମ୍ଭ ହେଇଛି ଏବଂ ଏହି ପର୍ବ ସୁରୁଖୁରୁରେ ଆଜି ସମାପ୍ତ ହେବ ବୋଲି ଆଶା କରେ।